ତିନିରୁ ମାଲକାନଗିରି ଭୁବନେଶ୍ୱର ବିମାନ ସେବା। ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନ ଧରି ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ମାଲକାନଗିରି ଏବେ ଦ୍ରୁତ ଯୋଗାଯୋଗର ନୂଆ ଯୁଗକୁ ପ୍ରବେଶ କରିବାକୁ ଯାଉଛି। ସେପ୍ଟେମ୍ବର 3 ତାରିଖରୁ ମାଲକାନଗିରି ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ନେଇ ସୂଚନା ମିଳିଛି। ଯାତ୍ରୀଙ୍କୁ ସହାୟତା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ 9 ଶଯ୍ୟା ବିଶିଷ୍ଟ ବିମାନ ସେବା ଆରମ୍ଭ ହେବ। ଏଥିପାଇଁ ଟିକେଟ୍ ବୁକିଂ ପ୍ରକ୍ରିୟାକୁ ସହଜ କରିବା ପାଇଁ ସ୍ୱତନ୍ତ୍ର ଅନଲାଇନ୍ ପୋର୍ଟାଲ ଖୁବ୍ ଶୀଘ୍ର ଉପଲବ୍ଧ ହେବ। ବିମାନ ସେବା ଆରମ୍ଭ ହେଲେ ଯାତ୍ରୀ ଅତି କମ୍ ସମୟରେ ମାଲକାନଗିରିରୁ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚି ପାରିବେ। ରୋଗୀ, ଛାତ୍ରଛାତ୍ରୀ, ବ୍ୟବସାୟୀ ଏବଂ ସରକାରୀ କାର୍ଯ୍ୟରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ବିଶେଷ ସହାୟକ ହୋଇପାରିବ। ଅପରପକ୍ଷେ ଏହି ସେବା ମାଲକାନଗିରିର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଗତି ଦେବା ନେଇ ଆଶା ବଢ଼ିଛି। ଚିତ୍ରକୋଣ୍ଡା ଜଳଭଣ୍ଡାର, ବାଲିମେଳା ଏବଂ ଜିଲ୍ଲାର ଅନ୍ୟାନ୍ୟ ପ୍ରାକୃତିକ ସ୍ଥାନଗୁଡ଼ିକ ପର୍ଯ୍ୟଟକଙ୍କ ପାଇଁ ଅଧିକ ସହଜରେ ଉପଲବ୍ଧ ହେବ। ସ୍ଥାନୀୟ ବ୍ୟବସାୟ, ହୋଟେଲ ଏବଂ ପରିବହନ କ୍ଷେତ୍ରରେ ରୋଜଗାର ସୁଯୋଗ ମଧ୍ୟ ବୃଦ୍ଧି ପାଇବ। ଏହି ପଦକ୍ଷେପ ମାଲକାନଗିରି ବିକାଶ ଯାତ୍ରାର ଐତିହାସିକ ମାଇଲଖୁଣ୍ଟ ହେବ ବୋଲି କୁହାଯାଉଛି। ଆକାଶପଥ ସହ ଜିଲ୍ଲାର ସଂଯୋଗ କେବଳ ଯାତାୟାତର ସୁବିଧା ନୁହେଁ, ବରଂ ଉନ୍ନତି ଏବଂ ସମୃଦ୍ଧିର ନୂଆ ଦ୍ୱାର ଖୋଲିବାର ସଂକେତ ବୋଲି ଆଲୋଚନା ହେଉଛି।